The Flower School. Writer is Rabindranath Tagore. The Flower School writer ହଉଛନ୍ତି ଲେଖକ ହଉଛନ୍ତି ରବୀନ୍ଦ୍ରନାଥ ଠାକୁର. He was born in Calcutta on 7 May 1861. ସେ ଜନ୍ମଗ୍ରହଣ କରିଥିଲେ କୋଲକାତା 1861 ମସିହା ମେ 7 ତାରିଖରେ ଏବଂ ମୃତ୍ୟୁବରଣ କରିଥିଲେ he was dead. ସେ ମୃତ୍ୟୁବରଣ କରିଥିଲେ 1941 ମସିହାରେ. देखो he became in the first Asian to win Nobel Prize for Literature in 1930 for his collection of poem गीतांजलि. से प्रथम एशियान थिले जे कि नोबेल प्राइज पाइथिले 1931 मसीहा जो पोएमटा लिखिथिले कि गीतांजलि पाई से नोबेल प्राइज पाइथिले. या थला राइटर विषय रे एबे जीवा टॉपिक को जीवा. First I explain in English, then I explain of Odia. ମୁଁ ପ୍ରଥମେ ଇଂରାଜୀରେ ପଢ଼ିଦେବି then ଓଡ଼ିଆରେ explanation କରିଦେବି. When storm cloud rumble in the sky and June shower come down, the moist east wind come marching over the well to blow it gaping among the bamboos. Then crowd of flower come out of a sudden from nobody now where and dance upon the grass in wild glee. ଯେତେବେଳେ ଆକାଶର କଳା ମେଘ ଗର୍ଜି ଉଠେ ବା ବାଦଲର ରଙ୍ଗ ଚେଞ୍ଜ ହେଇଯାଏ ଓ ଜୁନ୍ ମାସର ଆରମ୍ଭ ହୁଏ. ଆମେ ଜାଣିଛେ ଜୁନ୍ ମାସରୁ ହିଁ ବର୍ଷା ଆରମ୍ଭ ହୁଏ ଯେତେବେଳେ କି ବହୁତ ଲୋକ ଚାଷବାସ କରନ୍ତି. ତେବେ ପୂର୍ବ ଦିଗରୁ ଆସୁଥିବା ଆର୍ଦ୍ର ପବନ ବାଉଁଶ ବନ ମଧ୍ୟରେ ଫୁଙ୍କା ମାଡ଼ିବା ପରି ଶବ୍ଦ କରେ ଯେମିତି କେଚା ଏହିପରିକା ଶବ୍ଦ ଆବାଜ ହେଉଛି. ତାପରେ ହଠାତ୍ ଫୁଲମାନେ ମାଟି ମଧ୍ୟରୁ ବାହାରି ଆସନ୍ତି. କେଉଁଠୁ ଆସିଲେ କେହି ଜାଣନ୍ତି ନାହିଁ କିନ୍ତୁ ସେମାନେ ଘାସ ଉପରେ ଆନନ୍ଦରେ ନାଚିବାକୁ ଲାଗନ୍ତି. Mother, I really think the flower go to school underground. They do their lesson with door shut, and if they want to come out to play before it is time, their master make them stand in a corner. ଶିଶୁ କହୁଛି ମା ମୋତେ ଲାଗେ ଫୁଲମାନେ ମାଟି ତଳେ ଥିବା ଜମିନ ଭିତରେ ଜଣେ ଛାତ୍ର ପରି ସ୍କୁଲ ଯାଆନ୍ତି. ସେମାନେ ମଧ୍ୟ ବିଦ୍ୟାଳୟକୁ ଯାଆନ୍ତି. ସେଠାରେ ସେମାନେ ଦ୍ୱାର ବନ୍ଦ କରି ପଢ଼ନ୍ତି. ଯେପରି ଆମେମାନେ ପାଠ ପଢ଼ୁ ସ୍କୁଲରେ ଯେପରି ପାଠ ପଢ଼ୁ ସେମାନେ ମଧ୍ୟ ସେହିପରି ପାଠ ପଢ଼ନ୍ତି. ଯଦି ସେମାନେ ଖେଳିବାକୁ ଚେଷ୍ଟା କରନ୍ତି ବା ଟାଇମ୍ ପୂର୍ବରୁ ସେମାନେ ବାହାରି ଖେଳନ୍ତି ତେବେ ଆମକୁ ଯେମିତି ମାଷ୍ଟର ପନିସମେଣ୍ଟ ଦିଏ ସେହିପରିକା ସେମାନଙ୍କର ମାଷ୍ଟର ସେମାନଙ୍କୁ ଗୋଟେ କୋଣରେ ଦଣ୍ଡାୟମାନ କରି ଦେଇଥାନ୍ତି. ଯେମିତି ଦଣ୍ଡ ଦେଇଥାନ୍ତି ଗୋଟେ କୋଣରେ ଠିଆ କରି ଦେଇଥାନ୍ତି ସେହିପରି ଫୁଲମାନଙ୍କୁ ମଧ୍ୟ ଦଣ୍ଡ କରିଥାନ୍ତି ବା ଦଣ୍ଡ ଦେଇଥାନ୍ତି. When the rain comes, they have their holidays. Branches clash together in the forest, and they live results in the wind. The thunder cloud clap their gant hand, and the flower children rush out in the dress of pink and yellow and white. ଯେତେବେଳେ ବର୍ଷା ଆସେ ଫୁଲମାନଙ୍କର ଛୁଟି ହୁଏ. ଗଛ ଶାଖା ଗୁଡ଼ିକର ଝଡ଼ରେ ମିଶି ଲାଗିଯାଏ. ଯେମିତି ବର୍ଷାରେ ଝଡ଼ ଲାଗିଲେ ଲାଗିଯାଏ ପତ୍ର ଗୁଡ଼ିକ ହଲିଥାଏ ମାନେ ପତ୍ର ଗୁଡ଼ିକ ସବୁବେଳେ ପବନ ଦେଉଥାଏ. ପାଣିରେ ବହୁତ ଯାରା ପତ୍ର ହଲୁଥାଏ. ସେମାନେ ତାଳି ମାରୁଥିବା ପରି ଲାଗୁଥାଏ କରୁଛନ୍ତି. ଯେମିତି ଲୋକମାନେ ହାତରେ ତାଳି ମାରୁଛନ୍ତି ତାଙ୍କ ପତ୍ର ଦ୍ୱାରା ସେମାନେ ଛାଳେ କରୁ ସେମାନେ ତାଳି ମାରୁଛନ୍ତି. ଏବଂ ଫୁଲ ଶିଶୁମାନେ ଗୋଲାପୀ ହଳଦିଆ ଏବଂ ଧଳା ବସ୍ତ୍ର ପିନ୍ଧି ଖେଳିବାକୁ ବାହାରି ଆସନ୍ତି. ଆମେ ଯେମିତି ସ୍କୁଲ ଛୁଟି ହେଇଗଲା ପରେ ଆମେ ବିଭିନ୍ନ ପ୍ରକାର ପୋଷାକ ପିନ୍ଧି ରଙ୍ଗ ବେରଙ୍ଗର ପୋଷାକ ପିନ୍ଧି ବାହାରିଥାଉ ସେହିପରିକି ଫୁଲମାନେ ମଧ୍ୟ ଖେଳ ଛୁଟି ସମୟରେ ବା ଖେଳ ସମୟରେ ସେମାନେ ବିଭିନ୍ନ ପୋଷାକ ପିନ୍ଧିକରି ସେମାନେ ବାହାରିଥାନ୍ତି. Do you know, mother, their home is in the sky, where the stars are. Have not you seen how eager they are to get there? Don't you know why they are in such a hurry? Of course, I can guess to whom they raise their arms. They have their mother as I have my own.
ପୁଣି ଶିଶୁ କହେ, ମା, ତମେ ଜାଣ ସେମାନଙ୍କ ଘର ଆକାଶରେ ଅଛି, ଯେଉଁଠାରେ ତାରାମାନେ ରହନ୍ତି। ସେମାନେ ତାହାକୁ ଯିବାକୁ ବହୁତ ଉତ୍ସର୍ଗ ଅଟନ୍ତି ବା ସେଟାକୁ ଯିବାକୁ ବହୁତ ମନୋଭାବନା ରହିଛି। ସେମାନେ ତାଙ୍କ ହାତ ଉପରେ ଉଠାଇ କାହାକୁ ଡାକୁଛନ୍ତି ମୁଁ ଅନୁମାନ ପାରିବି ବୋଲି କହୁଛନ୍ତି। ସେ ଲେଖକ କହୁଛନ୍ତି, ଦେଖ ଯେତେବେଳେ ଫୁଲ ଗୁଡ଼ିକ ସୁନ୍ଦର ଆକାରରେ ବାହାରି ଯାଇଛନ୍ତି, ସେ ସମୟରେ ସେ କହୁଛନ୍ତି କାହାକୁ ଡାକୁଛନ୍ତି ମୁଁ ଜାଣେ, ମୁଁ ଅନୁମାନ କରିପାରିବି। କହୁଛନ୍ତି ସେମାନଙ୍କ ମା ଅଛନ୍ତି, ଯେପରି ମୋର ମା ଅଛନ୍ତି। ଦେଖ ଏଠି ମେନ୍ ଟପିକ୍ କ'ଣ ରହିଛି, ଏଠି ଦେଖ ସେ କବିତା କହିଛନ୍ତି ଯେମିତି ଶିଶୁମାନେ ରହିଛନ୍ତି, ଫୁଲମାନଙ୍କୁ ସେ ଶିଶୁ ବୋଲି କଳ୍ପନା କରିଛନ୍ତି। ସେ କହୁଛନ୍ତି ଫୁଲମାନେ ମାଟି ତଳେ ସ୍କୁଲ ପଢ଼ନ୍ତି, ବର୍ଷା ଆସିଲେ ଖେଳିବାକୁ ବାହାରି ଆସନ୍ତି। ଆମେ ଯେମିତି ସ୍କୁଲ ଛୁଟି ହେଲା ବେଳେ ବର୍ଷା ହେଲେ ମଧ୍ୟ ଆମେ ଖେଳିବାକୁ ବାହାରିଥାଉ। ଯେତେବେଳେ ଦେଖ ସମସ୍ତେ ଦ୍ୱାର ବନ୍ଦ କରିଥାନ୍ତି, ଯେତେବେଳେ ଖେଳ ଛୁଟି ହୁଏ ସମସ୍ତଙ୍କୁ ଦେଖିବାକୁ ପାଇବ। ଆଉ ଯେତେବେଳେ ବିଭିନ୍ନ ପୋଷାକରେ ଏବଂ ଯେତେବେଳେ ପଢ଼ା ଆରମ୍ଭ ହୁଏ ସେତେବେଳେ କେହି ଘର ଭିତରେ ସମସ୍ତେ ପାଠ ପଢ଼ୁଥାନ୍ତି। ସେମାନଙ୍କୁ ମଧ୍ୟ ଏହି ପରିକା ତୁଳନା ବା ଏହି ପରିକା ବର୍ଣ୍ଣନା କରିଛନ୍ତି। ସେମାନଙ୍କ ଘର ଆକାଶରେ ଅଛି, ଯେଉଁଠାରେ ତାରା ରହନ୍ତି ଏବଂ ସେମାନେ ମା ମଧ୍ୟ ଅଛନ୍ତି, ଯେପରି ମୋର ମା ଅଛନ୍ତି ବୋଲି ସେ ଏଠି ବର୍ଣ୍ଣନା କରିଛନ୍ତି, ନିଜର ଭାବନା ପ୍ରକାଶ କରିଛନ୍ତି। ଫୁଲମାନଙ୍କୁ ନିଜର ଛାତ୍ର ବା ଗୋଟେ ଶିଶୁ ବୋଲି ମାନିଛନ୍ତି। ଓକେ, এই পରୀକ୍ଷା ଯଦି ଲଙ୍ଗ କ୍ୱେଶ୍ଚନ୍, କେଉଁ ସିଲେକ୍ସନ୍ ଏବଂ ସର୍ଟ କ୍ୱେଶ୍ଚନ୍ ଚାହୁଁଛନ୍ତି ତେବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଜଏନ୍ କରନ୍ତୁ ଏବଂ ଏକ୍ଜାମ୍ ପାଇଁ ଅଲ୍ ଦ ବେଷ୍ଟ ଜଣାଇବି। ଓକେ, ଧନ୍ୟବାଦ।